Recently, Sunil Kumar passed away in which department he was working? ନିକଟରେ ସୁନୀଲ କୁମାର ପୃଷ୍ଟି ମୃତ୍ୟୁବରଣ କରିଛନ୍ତି। ସେ କେଉଁ ବିଭାଗରେ କାର୍ଯ୍ୟ କରୁଥିଲେ? ଅପସନ୍ ଏ ଲେଖକ, ଅପସନ୍ ବି କବି, ଅପସନ୍ ସି ଫିଲ୍ମ ନିର୍ମାତା, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କବି। କବି ସୁନୀଲ 80 ଦଶକରେ କବିତା ଲେଖାଲେଖି ଆରମ୍ଭ କରି 2020 ଯାଏଁ ସକ୍ରିୟ ଥିଲେ। 2005 ବେଳକୁ ସେ ରୋମାଣ୍ଟିକ୍ କାବ୍ୟ ଚେତନାର ଏକ ପ୍ରମୁଖ ସ୍ୱର ପାଲଟିଥିଲେ। କବିତା ସଂକଳନ ଚିହ୍ନା ଚିହ୍ନା ନିର୍ଜନତା, ଦେହ ଦେଉଳ ପରେ ତନୁଲତାର କବିତା। 1963 ମେ 13 ତାରିଖରେ ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସୁନୀଲ ଏବଂ ତାଙ୍କର ବାଲ୍ୟକାଳ ସ୍କୁଲ କଲେଜ ଶିକ୍ଷା ରାୟଗଡ଼ା ଜିଲ୍ଲାରେ ଘଟିଥିଲା। 4 ଭାଇ ଓ 2 ଭଉଣୀଙ୍କ ମଧ୍ୟରେ ସେ ଥିଲେ ଜ୍ୟେଷ୍ଠ। ଉତ୍ତୀର୍ଣ୍ଣ କୈଶୋର ବେଳକୁ ରାୟଗଡ଼ା ଜିଲ୍ଲାର ନାଗବଳି ନଦୀ ସୁନୀଲଙ୍କୁ ଜଣେ ନାନ୍ଦନିକ କବି ଭାବେ ଗଢ଼ି ତୋଳିଥିଲା। ପରବର୍ତ୍ତୀ ପ୍ରଶ୍ନ, Which medal has Odisha handball player Aryan won in the Asian Handball Championship? ଓଡ଼ିଶାର ହ୍ୟାଣ୍ଡବଲ୍ ଖେଳାଳି ଆର୍ଯ୍ୟନ ଏସିଆନ୍ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ କେଉଁ ପଦକ ଜିତିଛନ୍ତି? ଅପସନ୍ ଏ କାଂସ୍ୟ, ଅପସନ୍ ବି ସ୍ୱର୍ଣ୍ଣ, ଅପସନ୍ ସି ରୌପ୍ୟ, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କାଂସ୍ୟ। ଉଜବେକିସ୍ତାନର ତାସକେଣ୍ଟଠାରେ ଆୟୋଜିତ ଚତୁର୍ଥ ଓପନ୍ ସେଣ୍ଟ୍ରାଲ୍ ଏସିଆନ୍ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାରତକୁ କାଂସ୍ୟ ପଦକ ମିଳିଛି। ଓଡ଼ିଶାର ହ୍ୟାଣ୍ଡବଲ୍ ଖେଳାଳି ଆର୍ଯ୍ୟନ ବ୍ରାହ୍ମଣୀ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ଏହି ପଦକ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେମିଫାଇନାଲରେ ଭାରତ 32-35 ଗୋଲରେ ତାଜିକିସ୍ତାନଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ପରବର୍ତ୍ତୀ ପ୍ରଶ୍ନ, Which international tourist spots in Odisha are under threat as recently published in the news? ଓଡ଼ିଶାର କେଉଁ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ବିପଦରେ ଅଛି ବୋଲି ନିକଟରେ ସମ୍ବାଦରେ ପ୍ରକାଶ ପାଇଛି? ଅପସନ୍ ଏ ଚିଲିକା, ଅପସନ୍ ବି ଚନ୍ଦ୍ରଭାଗା, ଅପସନ୍ ସି ଶିମିଳିପାଳ, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଚିଲିକା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ନୀଳାମ୍ବୁ ଚିଲିକା ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ପାଇଛି। ୟୁନେସ୍କୋ ଚିଲିକାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛି। ରାମସାର ସାଇଟ୍ରେ ମଧ୍ୟ ଏହା ସ୍ୱତନ୍ତ୍ର ସ୍ଥାନ ପାଇସାରିଛି। ପରିବେଶ ଓ ପ୍ରକୃତି ପାଇଁ ଚିଲିକା ପ୍ରସିଦ୍ଧ ଲାଭ କରିଛି। ପର୍ଯ୍ୟଟକ ସାଧାରଣତଃ ମୋଟର ଚାଳିତ ଡଙ୍ଗାରେ ଯାଇଥାନ୍ତି। ଏହି ମୋଟର ଡିଜେଲ ଓ କିରୋସିନରେ ଚାଲିଥାଏ। ଫଳରେ ଚିଲିକା ପାଣି ପ୍ରଦୂଷିତ ହେବାରେ ଲାଗିଛି। ଡଲଫିନ୍ ଠାରୁ 50 ମିଟର ଦୂରରେ ରହି ମୋଟର ବନ୍ଦ କରି ପର୍ଯ୍ୟଟକ ଦେଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଅତି ପାଖରୁ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବାକୁ ବୋଟ୍ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଛି। ଅନ୍ୟପଟେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଚାଷ ପାଇଁ ରାସାୟନିକ ସାର ପ୍ରୟୋଗ ଡଲଫିନ୍‌ଙ୍କ ଜୀବନ ପ୍ରତି ବିପଦ ବଢ଼ାଉଛି। ଚିଲିକାରେ ମାଛ ଧରିବାକୁ ଆଲିମ୍ ଜାଲକୁ ନିଷେଧ କରାଯାଇଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉଛି। ବେଆଇନ ଚିଙ୍ଗୁଡ଼ି ଖନ୍ଦାରେ ପଡ଼ି ଡଲଫିନ୍ ପ୍ରାଣ ହରାଉଥିବା ନଜର ରହିଛି। 23 ବର୍ଷ ଧରି ଡଲଫିନ୍ ଗଣନାରେ ଏମାନଙ୍କ ସଂଖ୍ୟା 170 ଟପି ନାହିଁ। ପରବର୍ତ୍ତୀ ପ୍ରଶ୍ନ, Where was the International Cooperative Banking Association Conference held in the Netherlands? ନେଦରଲ୍ୟାଣ୍ଡରେ ଆନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଂ ସଂଘ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଅପସନ୍ ଏ ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କ, ଅପସନ୍ ବି ନେଦରଲ୍ୟାଣ୍ଡ ରାବୋ ବ୍ୟାଙ୍କ,
ଅପସନ୍ ସି ଭୁବନେଶ୍ୱର RBI, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ନେଦରଲ୍ୟାଣ୍ଡ ରବୋ ବ୍ୟାଙ୍କ। ଆନ୍ତର୍ଜାତୀୟ ସମବାୟ ବ୍ୟାଙ୍କିଂ ଆସୋସିଏସନ ସମ୍ମିଳନୀରେ ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଯୋଗ ଦେଇଛନ୍ତି। ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ ଏବଂ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଦାସ ଗତ 21 ତାରିଖରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନେଦରଲ୍ୟାଣ୍ଡର ରବୋ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ICBA ମିଟ୍ରେ କର୍ଣ୍ଣାଟକର ସମବାୟ ମନ୍ତ୍ରୀ KN ରଞ୍ଜନାଙ୍କ ସହ ଶ୍ରୀ ଦାସ ଭାରତର ପ୍ରତିନିଧିତ୍ୱ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଟିମ୍ ଇଜ୍ ଚାମ୍ପିଅନ୍ ଇନ୍ ପ୍ରିମିୟର ଲିଗ୍ ଅର୍ଗାନାଇଜ୍ଡ ବାୟ ସେକ୍ରେଟେରିଏଟ୍ କ୍ରିକେଟ ଆସୋସିଏସନ। ସେକ୍ରେଟେରିଏଟ୍ କ୍ରିକେଟ ସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରିମିୟର ଲିଗ୍ରେ କେଉଁ ଦଳ ଚମ୍ପିଆନ୍ ହୋଇଛି? ଅପସନ୍ ଏ ୱାରିୟର୍ସ, ଅପସନ୍ ବି ଗ୍ଲାଡ଼ିଏଟର୍ସ, ଅପସନ୍ ସି ତସ୍କର, ଅପସନ୍ ଡି ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗ୍ଲାଡ଼ିଏଟର୍ସ।